ଜୀବନ। ଭାରତ ମାତା ଆମର, ଆମେ ଏହାର ସନ୍ତାନ। ନମସ୍କାର, ଜୟ ଜଗନ୍ନାଥ। ସମ୍ମାନିତ ଅତିଥିବୃନ୍ଦ, ଅଜ୍ଞାନ ରୂପକ ଅନ୍ଧକାର ଜ୍ଞାନ ରୂପକ ଆଲୋକ ଦେଖାଉଥିବା ମୋର ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ଛୋଟ ଓ ବଡ଼ ଭାଇ ଭଉଣୀମାନେ, ଆଜି ଏହି ମଞ୍ଚରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଧନ୍ୟ ମନେ କରୁଅଛି। ଆମେ ସବୁ ବର୍ଷ ଜାନୁଆରୀ ମାସ 26 ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ କରି ଆସୁଅଛୁ। ଆମ ଦେଶର ସମ୍ବିଧାନ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା। ତେଣୁ ଏହି ଦିନଟିକୁ ମନେ ରଖିବା ପାଇଁ ଆମେ ଏହି ସାଧାରଣତନ୍ତ୍ର ଦିବସ ପାଳନ କରିଥାଉ। ଆପଣମାନେ ଜାଣିଥିବେ ଯେ ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନ ହେଲା। କିନ୍ତୁ ଆମ ଦେଶରେ କୌଣସି ଆଇନ କାନୁନ ନଥିଲା। ତେଣୁ କ୍ୟାବିନେଟ୍ ମିଶନର ପ୍ରସ୍ତାବ ଅନୁଯାୟୀ ଜୁଲାଇ ମାସରେ ଶାସନ କାର୍ଯ୍ୟ ନିର୍ବାଚିତ ହେଲା। 1946 ମସିହା ଡିସେମ୍ବର ମାସ 9 ତାରିଖ